ଆମ ଆଖପାଖ ବଜାରରେ ସହଜରେ ଉପଲବ୍ଧ ଗୋଟିଏ ଦ୍ରବ୍ୟ ହେଉଛି ଫିଟିକିରି। ଏହା ଏକ ପ୍ରକାର ଖଣିଜ ଲବଣ। ଏହା ସ୍ଫଟିକ ବା କ୍ରିଷ୍ଟାଲ ରୂପରେ ମିଳିଥାଏ। ଏହାର କେମିକାଲ ନାଁ ହେଉଛି ପୋଟାସିୟମ ଆଲୁମିନିୟମ ସଲଫେଟ୍। ଏହା ଉଷ୍ଣ ପ୍ରକୃତିର ଏବଂ କଷା ସ୍ୱାଦଯୁକ୍ତ, ଅର୍ଥାତ୍ ଏହାର ଆଷ୍ଟ୍ରିଞ୍ଜେଣ୍ଟ ପ୍ରପର୍ଟି ରହିଛି। ଏହା ବାତ, ପିତ୍ତ ଏବଂ କଫ ତିନି ପ୍ରକାର ବିକାର ବା ଦୋଷ ନାଶ କରିବାର ଗୁଣ ରଖିଅଛି। ଏହାର ଆଣ୍ଟି ଇନଫ୍ଲେମେଟୋରୀ, ଆଣ୍ଟି ଫଙ୍ଗାଲ, ଆଣ୍ଟି ବ୍ୟାକ୍ଟେରିଆଲ ତଥା ଆଣ୍ଟିସେପ୍ଟିକ୍ ପ୍ରପର୍ଟି ରହିଛି। ଖାଲି ଫିଟିକିରି ଗୁଣ୍ଡ ଅପେକ୍ଷା ଏଥିରୁ ତିଆରି ସ୍ଫଟିକ ଭସ୍ମ ଅଧିକ ଗୁଣକାରୀ ଏବଂ ସୁରକ୍ଷିତ ଅଟେ। ଆଜିର ଭିଡିଓରେ ଫିଟିକିରିର ବିଭିନ୍ନ ପ୍ରକାରର ବ୍ୟବହାର ବିଷୟରେ ଆପଣମାନଙ୍କୁ କହିବି। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ। ଆସନ୍ତୁ ଦେଖିବା ଫିଟିକିରିର ବାହ୍ୟ ବ୍ୟବହାର। ମୁଖର କଳା ଦାଗ ଏବଂ ବ୍ରଣ ସମସ୍ୟାରେ ଫିଟିକିରି ଛୋଟ ଖଣ୍ଡଟିଏ ଲୁହା ତାୱାରେ ରଖି ତା ଉପରେ ଗିନାଟିଏ ଘୋଡ଼ାଇ ଫିଟିକିରି ମିଳେଇବା ପର୍ଯ୍ୟନ୍ତ ଗରମ କରନ୍ତୁ ଏବଂ ଏହା ଥଣ୍ଡା ହୋଇ ଗୁଣ୍ଡ ହେବା ପରେ ଏହାକୁ ଭଲ ଭାବରେ ଚୂର୍ଣ୍ଣ କରିଦିଅନ୍ତୁ। ପ୍ରସ୍ତୁତ ହେଇଗଲା ଆପଣଙ୍କର ଫିଟିକିରି ଭସ୍ମ ବା ଫିଟିକିରି ଚୂର୍ଣ୍ଣ। ବେସନ 2 ଚାମଚ, ମୁଲେଠି ବା ଜଷ୍ଟି ମଧୁ ଚୂର୍ଣ୍ଣ ଅଧ ଚାମଚ ଏବଂ ଫିଟିକିରି ଚୂର୍ଣ୍ଣ 2 ଚୁଟକି। ଏହା ସହ ଦାରୁ ହଳଦୀ ନହେଲେ ସାଦା ହଳଦୀ 2 ଚୁଟକି ଏବଂ ଗୋଲାପ ଜଳ ମିଶାଇ ଗୋଟିଏ ପେଷ୍ଟ ତିଆରି କରନ୍ତୁ ଏବଂ ତାକୁ ମୁହଁରେ ଲଗାଇ 15 ମିନିଟ୍ ପରେ ଧୋଇ ନିଅନ୍ତୁ। ଏହିଭଳି ସପ୍ତାହକୁ 2 ଦିନ କରନ୍ତୁ। ତୈଳାକ୍ତ ଚର୍ମ, ବ୍ରଣ ତଥା ଲାଲ ଚର୍ମ ବା ସ୍କିନ୍ ରାସେସ୍ ସମସ୍ୟାରେ ମସୁର ଡାଲି ଗୁଣ୍ଡ ବା ଅଟା 2 ଚାମଚ, ଲିମ୍ବ ପତ୍ର ଗୁଣ୍ଡ 1 ଚାମଚର 4 ଭାଗରୁ ଭାଗେ, ଫିଟିକିରି ଚୂର୍ଣ୍ଣ 2 ରୁ 3 ଚୁଟକି ଏବଂ ଗୋଲାପ ଜଳ ଏକତ୍ର ମିଶାଇ ମୁଖରେ ଲଗାଇ 15 ମିନିଟ୍ ପରେ ଧୋଇ ନିଅନ୍ତୁ। ଚର୍ମ କୁଞ୍ଚନ ବା ରିଙ୍କିଲ୍ସ ବା ବୟସର ପ୍ରଭାବ ଯୋଗୁଁ ଚର୍ମ ଲୋଚାକୋଚା ହେଇଯାଇଥିଲେ ଫିଟିକିରି ଚୂର୍ଣ୍ଣ ମହୁ ସହିତ ମିଶାଇ ସେଥିରେ ଲେପ ଦିଅନ୍ତୁ ଏବଂ ଶୁଖିଗଲା ପରେ ତାକୁ ଧୋଇ ନିଅନ୍ତୁ। ମୁଲତାନୀ ମାଟି ଓ ଗୋଲାପ ଜଳ ସହିତ ଫିଟିକିରି ଚୂର୍ଣ୍ଣ ମିଶାଇ ମଧ୍ୟ ଲଗାଇ ପାରିବେ। ଧୋଇ ସାରିବା ପରେ ଏଥିରେ ନଡ଼ିଆ ତେଲ ମାଲିସ କରିନିଅନ୍ତୁ। ଚର୍ମରେ ଛିଦ୍ର ବା ଓପନ ପୋର ଅଧିକା ହେଇଥିଲେ 1 ଚୁଟକି ଫିଟିକିରି ଚୂର୍ଣ୍ଣରେ ଗୋଲାପ ଜଳ ମିଶାଇ ତୁଳାରେ ନେଇ ମୁଖରେ ଲଗାନ୍ତୁ। ଘା ବା କ୍ଷତ ସ୍ଥାନ ଭରିବା ପାଇଁ ଫିଟିକିରି ଚୂର୍ଣ୍ଣ ଅଧ ଚାମଚରେ ଟିକିଏ ପାଣି ମିଶାଇ ତୁଳାରେ ଏହାକୁ କ୍ଷତ ସ୍ଥାନରେ ଲଗାନ୍ତୁ। ଦାଢ଼ି କାଟିବା ପରେ ଫିଟିକିରି ଖଣ୍ଡ ପାଣିରେ ବୁଡ଼ାଇ ତାକୁ ଓଦା କରି ଗାଲରେ ଘଷିଲେ କ୍ଷତ ସ୍ଥାନକୁ ଏହା ସୁରକ୍ଷା ଦେଇଥାଏ ଏବଂ ଚର୍ମର ଛିଦ୍ରକୁ ବନ୍ଦ କରେ। ଏଠି ଫିଟିକିରି ଗୋଟିଏ ଆଣ୍ଟିସେପ୍ଟିକ୍ ଭଳି କାର୍ଯ୍ୟ କରିଥାଏ। ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଜନନେନ୍ଦ୍ରିୟ କିମ୍ବା ଆଖପାଖରେ ଚର୍ମ ରୋଗ ବା କୁଣ୍ଡେଇ ହେବା ସମସ୍ୟା ଥିଲେ ଫିଟିକିରି ଚୂର୍ଣ୍ଣ 1 ଚୁଟକି 1 ଗ୍ଲାସ ପାଣିରେ ମିଶାଇ ସେହି ସ୍ଥାନକୁ ଧୋଇ ପାରିବେ। ଶରୀରରୁ ଯଦି ଅତ୍ୟଧିକ ଝାଳ ବାହାରୁଛି ଏବଂ ଦୁର୍ଗନ୍ଧ ହେଉଛି ତେବେ ଗାଧୋଇବା ପାଣିରେ 1 ଗ୍ରାମ ଫିଟିକିରି ଚୂର୍ଣ୍ଣ ମିଶାଇ ଗାଧାନ୍ତୁ। ମୁଖର ବିଭିନ୍ନ ପ୍ରକାରର ରୋଗ, ଅଲସର ଏବଂ ଦାନ୍ତ ରୋଗରେ ଫିଟିକିରି ଚୂର୍ଣ୍ଣ 3 ଚୁଟକି 1 ଗ୍ଲାସ ଉଷୁମ ପାଣିରେ ମିଶାଇ କୁଳି କରନ୍ତୁ। ଅଣ୍ଟା ଦରଜ ସମସ୍ୟାରେ ଫିଟିକିରି ଏବଂ ସୈନ୍ଧବ ଲବଣ ପାଣିରେ ମିଶାଇ ଉଷୁମ କରି ସେହି ପାଣିରେ ସେକ ଦିଅନ୍ତୁ। ଯେଉଁମାନଙ୍କର ପାଦ ବା ଗୋଇଠି ବାରମ୍ବାର ଫାଟୁଛି ସେମାନେ ଫିଟିକିରି ଚୂର୍ଣ୍ଣ ଏବଂ ନଡ଼ିଆ ତେଲ ଏକତ୍ର ମିଶାଇ ପାଦରେ ଲଗାନ୍ତୁ ଏବଂ ରାତ୍ରି ସାରା ରହିବାକୁ ଦିଅନ୍ତୁ। ସକାଳେ ଭଲ ଭାବରେ ଧୋଇ ନିଅନ୍ତୁ। ପାଦ ଫୁଲିବା ବା ଜଳଦର ସମସ୍ୟାରେ ଫିଟିକିରି ଖଣ୍ଡ ଭଲ ଭାବରେ 1 ବାଲଟି ଉଷୁମ ପାଣିରେ ମିଶାଇ ସେଥିରେ ଗୋଡ଼ ବୁଡ଼ାଇ କିଛି ସମୟ ରଖନ୍ତୁ। ଏହାପରେ ଗୋଡ଼କୁ ଭଲ ଭାବରେ ଧୋଇ ସେଥିରେ ତେଲ ମାଲିସ କରିନିଅନ୍ତୁ। ଏବେ ଆପଣମାନଙ୍କୁ ଫିଟିକିରିର କେତେଗୁଡ଼ିଏ ବାହ୍ୟ ପ୍ରୟୋଗ କହିବି, ଯେଉଁଗୁଡ଼ିକ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ କରିବା ପାଇଁ ଅନୁରୋଧ। ଆଖିର ବିଭିନ୍ନ ପ୍ରକାର ରୋଗ ବା ଇନଫେକ୍ସନ, ଆଖିର ଜ୍ୟୋତି କମି ଯାଇଥିଲେ, ଝାପ୍ସା ଦିଶୁଥିଲେ 10 ମିଲିଲିଟର ଗୋଲାପ ଜଳରେ
ଏକ ଚୁଟକି ଲାଲ ଫିଟିକିରି ଚୂର୍ଣ୍ଣ ଭଲ ଭାବରେ ମିଶାଇ ସେଇ ପାଣିକୁ ଛାଣି ସେଥିରୁ ଏକ ଏକ ବୁନ୍ଦା ଆଖିରେ ପକାଇଲେ ଲାଭ ମିଳିଥାଏ। ଧ୍ୟାନ ରଖିବେ ଗୋଲାପ ଜଳ ଶୁଦ୍ଧ ଏବଂ ପରିଷ୍କାର ହୋଇଥିବା ଦରକାର, କୌଣସି କେମିକାଲ ସେଥିରେ ମିଶି ନଥିବା ଆବଶ୍ୟକ। ସେଭଳି ମହିଳାମାନଙ୍କର ଗର୍ଭାଶୟ ତଳକୁ ଖସି ଯାଇଥିଲେ ତଥା ଉଭୟ ପୁରୁଷ ଓ ମହିଳାମାନଙ୍କର ଯଦି ମଳଦ୍ୱାର ବାହାରକୁ ବାହାରି ଯାଇଛି ତେବେ ସେହି ସ୍ଥାନକୁ ଫିଟିକିରି ପାଣିରେ ଧୋଇ ଦିଅନ୍ତୁ ଏବଂ ଏକ କପଡ଼ା ସେହି ପାଣିରେ ଭିଜାଇ ସେହି ସ୍ଥାନରେ କିଛି ସମୟ ରଖନ୍ତୁ। ଧୀରେ ଧୀରେ ଉପଶମ ମିଳିବ। ନାକରେ ଯଦି ମାଂସ ବଢ଼ିଛି, ଟର୍ବିନେଟ୍ ହାଇପରଟ୍ରଫି ବା ପଲିପ୍ସ ସମସ୍ୟା ଅଛି ଏବଂ ସାଇନସ୍ ମଧ୍ୟ ଅଛି, ଫିଟିକିରି ପାଣିକୁ ତୁଳା ବା ଡ୍ରପର ସାହାଯ୍ୟରେ ନାକରେ ପକାନ୍ତୁ, ଏ ସମସ୍ୟା ଦୂର ହେବ। ଏବେ ଆସନ୍ତୁ ଦେଖିବା ଫିଟିକିରିର କେତେଗୁଡ଼ିଏ ଔଷଧୀୟ ଆଭ୍ୟନ୍ତରୀଣ ବ୍ୟବହାର। ଫିଟିକିରି ଭସ୍ମ କିଭଳି ଭାବରେ ଘରେ ତିଆରି କରିପାରିବେ ସେ ବିଷୟରେ ଆପଣମାନଙ୍କୁ କହିସାରିଛି। ଯଦି ସୁବିଧା ହେଉନାହିଁ ତେବେ ଆପଣ ବଜାରରୁ ସ୍ଫଟିକ ଭସ୍ମ କିଣି ବ୍ୟବହାର କରିପାରନ୍ତି। ବାହାର ଖାଇବା ବା ଭୁଲ ଖାଦ୍ୟପେୟ ଯୋଗୁଁ ଯଦି ଆମାଶୟ ଓ ଅନ୍ତନଳୀରେ ବିଷାକ୍ତ ଦ୍ରବ୍ୟ ଜମା ହୋଇଯାଇଛି ତେବେ 1 କପ୍ ଉଷୁମ ପାଣିରେ 4 ଚୁଟକି ସ୍ଫଟିକ ଭସ୍ମ ବା ଫିଟିକିରି ଚୂର୍ଣ୍ଣ ମିଶାଇ ପିଇଯାଆନ୍ତୁ, ଖୁବ୍ ଶୀଘ୍ର ଉପଶମ ମିଳିବ। ମୂତ୍ରମାର୍ଗ ସଂକ୍ରମଣ ବା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ସମସ୍ୟାରେ ଫିଟିକିରି ଭସ୍ମ 2 ଚୁଟକି ଚନ୍ଦନ ବା ବେଲର ସରବତ କିମ୍ବା ଅଁଳା ଚୂର୍ଣ୍ଣ ପାଣି ସହିତ ସକାଳେ ଓ ସନ୍ଧ୍ୟାରେ ପିଇପାରନ୍ତି। କାଶ ସମସ୍ୟା, ବାନ୍ତି ଓ କଫରେ ଯଦି ରକ୍ତ ପଡ଼ୁଛି ତେବେ ଏହି ଫିଟିକିରି ଭସ୍ମ ବା ସ୍ଫଟିକ ଭସ୍ମ 2 ଚୁଟକି ମହୁ ସହିତ ମିଶାଇ ଚାଟି ଚାଟି ଖାଆନ୍ତୁ। ଯକ୍ଷ୍ମା ଯଦି ଭଲ ହେଉନାହିଁ ଏବଂ ବାରମ୍ବାର ହେଉଛି ତେବେ 2 ଚୁଟକି ସ୍ଫଟିକ ଭସ୍ମ ଚବନପ୍ରାସରେ ମିଶାଇ ଖାଆନ୍ତୁ, ଶୀଘ୍ର ଏହା ଭଲ ହେବ। ଯଦି ନିମୋନିଆ ହେଇଛି ଏବଂ ଛାତିରେ କଫ ଜମିଛି ତେବେ ଏହି ଫିଟିକିରି ବା ସ୍ଫଟିକ ଭସ୍ମକୁ ମହୁ ସହିତ ମିଶାଇ ଦିନକୁ 3 ଥର ଚାଟି ଚାଟି ଖାଆନ୍ତୁ। ତା ସହିତ ଆଉ ଏକ ଉପାୟ, 1 ଚାମଚ ଦେଶୀ ଘିଅ ଗରମ କରି 6 ବୁନ୍ଦା ଅମୃତଧାରା ସେଥିରେ ମିଶାଇ ଛାତିରେ ମାଲିସ କରନ୍ତୁ ଓ କମ୍ବଳ ଘୋଡ଼ାଇ ଶୋଇଯାଆନ୍ତୁ। ମୂତ୍ରଜନିତ ବିକାର, ଜଳାପୋଡ଼ା, ବାରମ୍ବାର ଅଳ୍ପ ମୂତ୍ର ହେବା ଏଭଳି ସମସ୍ୟାରେ ସ୍ଫଟିକ ବା ଫିଟିକିରି ଭସ୍ମ 3 ଚୁଟକି 1 ଚାମଚ ଗୁଲକନ୍ଦରେ ମିଶାଇ ସକାଳେ ସନ୍ଧ୍ୟାରେ ସେବନ କରନ୍ତୁ। ବିଭିନ୍ନ ପ୍ରକାରର ଚର୍ମ ରୋଗ ଯେମିତିକି ଏକ୍ଜିମା ଓ ସୋରିଆସିସରେ ଫିଟିକିରି ମିଶା ପାଣିରେ ସେହି ସ୍ଥାନକୁ ଧୋଇ ତାପରେ ନଡ଼ିଆ ତେଲ ମାଲିସ କରନ୍ତୁ। ତା ସହିତ ସ୍ଫଟିକ ବା ଫିଟିକିରି ଭସ୍ମ 3 ଚୁଟକି 1 ଚାମଚ ଗୁଲକନ୍ଦରେ ମିଶାଇ ସକାଳ ଓ ସନ୍ଧ୍ୟାରେ ଖାଦ୍ୟ ଖାଇବାର 1 ଘଣ୍ଟା ପରେ ସେବନ କରନ୍ତୁ। ଯଦି କୌଣସି କୀଟପତଙ୍ଗ ବା ସାପ ବ୍ୟତୀତ ଅନ୍ୟ କୌଣସି ଛୋଟ ବିଷାକ୍ତ ଜୀବ କାମୁଡ଼ି ଦେଇଛନ୍ତି, ଫିଟିକିରି ଭସ୍ମ ସକାଳ ଓ ସନ୍ଧ୍ୟାରେ ମହୁ ସହ ମିଶାଇ ଖାଆନ୍ତୁ ଏବଂ ସେହି ସ୍ଥାନକୁ ଫିଟିକିରି ପାଣିରେ ବାରମ୍ବାର ଧୁଅନ୍ତୁ। ଖାଦ୍ୟର ବିଷାକ୍ତ ପ୍ରଭାବ, ଫୁଡ୍ ପଏଜନିଂ, ମଦ୍ୟ ଓ ସିଗାରେଟ୍ ଖାଇ ଯଦି ଲିଭର, ଫୁସଫୁସ୍ ଇତ୍ୟାଦି ଖରାପ ହୋଇଛି ତେବେ ସ୍ଫଟିକ ଭସ୍ମ ପିଆଜ ରସରେ ମିଶାଇ ଚାଟି ଖାଆନ୍ତୁ। ବିଭିନ୍ନ ପ୍ରକାରର ଜ୍ୱର, ମ୍ୟାଲେରିଆ, ଟାଇଫଏଡ୍, ଡେଙ୍ଗୁ ଇତ୍ୟାଦି ଜ୍ୱରରେ 1 ଚାମଚ ଚିରେଇତା ଗୁଣ୍ଡରେ 4 ଚୁଟକି ଫିଟିକିରି ଭସ୍ମ ମିଶାଇ ସେବନ କରନ୍ତୁ। ଫିଟିକିରିରୁ ତିଆରି ଔଷଧ ବଜାରରେ ଉପଲବ୍ଧ। ସ୍ଫଟିକ ଭସ୍ମ ବିଷୟରେ ଆପଣମାନଙ୍କୁ କହିସାରିଛି। ସେହିଭଳି ହୋମିଓପାଥିରେ ଫିଟିକିରିରୁ ତିଆରି ଏକ ଔଷଧ ଆଲୁମେନ୍ ବିଭିନ୍ନ ପୋଟେନ୍ସି ବା ପାୱାରରେ ଉପଲବ୍ଧ ଅଟେ। ଏହାକୁ କନଷ୍ଟିପେସନ ଓ ଅନ୍ୟାନ୍ୟ ସମସ୍ୟାରେ ବ୍ୟବହାର କରାଯାଏ। ସେଥିପାଇଁ ଆପଣ କୁଶଳୀ ଚିକିତ୍ସକଙ୍କର ପରାମର୍ଶରେ ଏହା ସେବନ କରିବା ଉଚିତ। ଫିଟିକିରିର ଆଉ ଏକ ବ୍ୟବହାର ବିଷୟରେ କହି ରଖୁଛି। ଯଦି ଘରର କୂଅ ପାଣି ଅପରିଷ୍କାର ବା ଗୋଳିଆ ହୋଇଯାଇଛି, ଫିଟିକିରି ବଡ଼ ଖଣ୍ଡଟିଏ ଗୋଟିଏ ଛିଦ୍ରଯୁକ୍ତ ପଲିଥିନରେ ବାନ୍ଧି କୂଅ ଜଳରେ ବୁଡ଼ାଇ ରଖନ୍ତୁ। ଧୀରେ ଧୀରେ ପାଣି ପରିଷ୍କାର ହୋଇଯିବ। ଫିଟିକିରି ଆମ ଶରୀରରୁ ତଥା ଘରରୁ
ଅନେକ ପ୍ରକାରର ନକାରାତ୍ମକ ଊର୍ଜା ବା ନେଗେଟିଭ ଏନର୍ଜିକୁ ଶୋଷଣ କରିଥାଏ। ତେଣୁ ଏହାର ବିଭିନ୍ନ ପ୍ରକାରର ବାସ୍ତୁ ଏବଂ ଗ୍ରହ ଉପଚାର ମଧ୍ୟ ରହିଛି। ଫିଟିକିରି ପାଣିରେ କୁଳି କଲେ ବୁଧ ଗ୍ରହ ଜନିତ ସମସ୍ୟା ଓ ପୀଡ଼ା ଦୂର ହୁଏ। ମାନସିକ ଓ ବାଚିକ ବିକାଶ ହୁଏ। ଘରେ ବାସ୍ତୁଦୋଷ ଥିଲେ ଘରର ମୁଖ୍ୟ ଦ୍ୱାର ପାଖରେ ଫିଟିକିରି ଖଣ୍ଡଟିଏ ରଖି ପ୍ରତ୍ୟେକ ଶନିବାରେ ଏହାକୁ ବଦଳାଇ ଦିଅନ୍ତୁ। ଯଦି ଦୁଃସ୍ୱପ୍ନ ଆସୁଛି ଏବଂ ନଜର ଦୋଷ ଲାଗିଛି, ତେବେ ଫିଟିକିରି ମିଶା ପାଣିରେ 21 ଦିନ ସ୍ନାନ କରନ୍ତୁ, ଉପକାର ପାଇବେ। ଫିଟିକିରି ବା ସ୍ଫଟିକ ଭସ୍ମର ବାହ୍ୟ ଏବଂ ଆଭ୍ୟନ୍ତରୀଣ ବ୍ୟବହାର ବିଷୟରେ ଜାଣିଲେ, ଏବେ ଆସନ୍ତୁ ଜାଣିବା କେତେଗୁଡ଼ିଏ ସାବଧାନତା। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏହାର ବ୍ୟବହାର କରନ୍ତୁ ନାହିଁ। ପିଲାଙ୍କୁ ଦେବା ଆଗରୁ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ। ଚର୍ମରେ ଯଦି କୌଣସି ଆଲର୍ଜି ହେଉଛି, ତେବେ ଏହାର ବ୍ୟବହାର ବନ୍ଦ କରନ୍ତୁ। ଉଚ୍ଚ ବା ନିମ୍ନ ରକ୍ତଚାପ, ହୃଦୟ ଓ ରକ୍ତ ସଞ୍ଚାଳନ ସମସ୍ୟା, ପାଚନ ସମସ୍ୟା, ପେଟ ଅଲସର ଓ କିଡନୀ ସମସ୍ୟା ଥିଲେ ଫିଟିକିରିର ବ୍ୟବହାର ଆଦୌ କରନ୍ତୁ ନାହିଁ। ମଦ୍ୟ ଓ ସିଗାରେଟ ପାନ ତଥା ତମ୍ବାକୁ ଖାଉଥିଲେ ସେଗୁଡ଼ିକୁ ବନ୍ଦ କରି ଫିଟିକିରିର ସେବନ କରିପାରିବେ। ଫିଟିକିରି ଅଧିକ ଦିନ ସେବନ କଲେ ଶରୀରର ପିଏଚ୍ ବା ଅମ୍ଳତ୍ୱ ବା କ୍ଷାରତ୍ୱ ଅସନ୍ତୁଳିତ ହୋଇପାରେ ଓ ଶରୀରର ଶୁଷ୍କତା ବଢ଼ିପାରେ। ଅଧିକ ବାହ୍ୟ ବ୍ୟବହାର ଚର୍ମକୁ ଟାଣ ଓ ଛିଦ୍ର ବନ୍ଦ କରିପାରେ। ଫିଟିକିରି ଭସ୍ମ ବା ସ୍ଫଟିକ ଭସ୍ମ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସକଙ୍କର ବିନା ପରାମର୍ଶରେ ସେବନ କରନ୍ତୁ ନାହିଁ।